ମୁଁ ଆପଣ ଗୋଟେ ବଢ଼ିଆ ଗଛଟେ ଦେଖାଉଛି ଯେଉଁ ଗଛର ପତ୍ର ପୂଜାରେ ନିହାତି ଭାବରେ ବ୍ୟବହାର ହୁଏ। ଆସନ୍ତୁ ଦେଖନ୍ତୁ, ଇଏ ହେଉଛି ବଅଁର ପତ୍ର। ମୁଁ ପ୍ରାୟ ମୋ ଭିଡ଼ିଓରେ ବି କହିଛି ବଅଁର ପତ୍ର। କିଛି ଲୋକ କମେଣ୍ଟ କରିକି ପଚାରିଥିଲେ ବି ବଅଁର ପତ୍ର ଆଜ୍ଞା କ'ଣ? ବଅଁର ପତ୍ର କହିଲେ ବଅଁର କୋଳି ଗୋଟେ, ତାକୁ ଆମ ଆଡ଼େ ବଅଁର କହନ୍ତି, ଆପଣଙ୍କ ଆଡ଼େ କ'ଣ କହନ୍ତି ମୁଁ ଜାଣିନି। ଇଏ ହେଉଛି ସେଇ ଗଛ। ଏ ଗଛକୁ ଦେଖିବାର ମୂଳ ଉଦ୍ଦେଶ୍ୟ କ'ଣ ଜାଣନ୍ତି? ଏ ଗଛ ହେଉଛି କଣ୍ଟା ଗଛ। କଣ୍ଟା ଆଉ ଏ ପତ୍ର ଗୁଡ଼ିକ ସବୁ ପୂଜାରେ ଲାଗେ। ମହାଦେବଙ୍କୁ ବି ଆପଣମାନେ ଅର୍ପଣ କରିପାରିବେ ଅଯୁଗ୍ମ ସଂଖ୍ୟାରେ 7, 9, 11, 13, 15, 21 ଏଭଳି କି 108 ବି ଆପଣ ଅର୍ପଣ କରିପାରିବେ ଗଛକୁ। ତେବେ ଏ ଗଛରୁ ଆପଣମାନେ କ'ଣ ଶିଖିବେ ଜାଣନ୍ତି? ଦେଖନ୍ତୁ, ଏ ଗଛରେ ସବୁ କଣ୍ଟା ଅଛି। ତୋଳିବା ସମୟରେ ସାବଧାନ ହେଇକି ତୋଳିବାକୁ ପଡ଼ିବ। ଯଦି ଟିକେ ଅସାବଧାନତା ହେବେ ତାହେଲେ ଆପଣଙ୍କ ହାତରେ କଣ୍ଟା ଲାଗିବ। ଏଥିରୁ କ'ଣ ଶିଖିଲେ ଆମେ ଜାଣନ୍ତି? ଯେକୌଣସି କର୍ମ କରିବା ସମୟରେ ଯଦି ତରବରିଆ ଭାବରେ କୌଣସି ନିଷ୍ପତ୍ତି ନିଅନ୍ତି, ଅସାବଧାନତା ହେଇକି କୌଣସି କାମ କରନ୍ତି, ତାହେଲେ ହଇରାଣରେ ପଡ଼ିବେ, ଅସୁବିଧାରେ ପଡ଼ିବେ। ଏ ଗଛ ଆମକୁ ଏହା ଶିଖାଏ। ତେଣୁ କଥାଟି ମାନନ୍ତୁ, ମାନିଲେ ମଙ୍ଗଳ। ରହିଲି। ଜୟ ଜଗନ୍ନାଥ, ଜୟ ଶିବ।